ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଘର ଓ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ଯୋଉ ମ୍ୟାଥର ନମ୍ବର ସିଷ୍ଟମ ଯୋଉ ସିରିଜ ଚାଲିଥିଲା, ସେଥିରେ ଆମେ ବହୁତ ସାରା ଟପିକ କଭର କରିସାରିଛେ। ତେଣୁ ଆଜି ଆଉ ଗୋଟେ ଟପିକ ଆରମ୍ଭ କରିବା। ଆସନ୍ତୁ ଆଜି ପଢିବା କଣ ନା ଫ୍ରାକ୍ସନ୍ସ। ଫ୍ରାକ୍ସନ୍ସ କିଭଳି କିଭଳି କାମ କରେ ତାହା ଆଜି ପଢିବା। କରାଯାଉ ଦିଟା ଫ୍ରାକ୍ସନ, 1/2 ଏବଂ 1/3। ଆମେ ଏଇ ଫ୍ରାକ୍ସନ ଦିଟାକୁ ମନେ କରାଯାଉ ସେ ପଚାରିଥିବ ଏ ଦିଟା ଫ୍ରାକ୍ସନ ଦେଇଛି, ଫ୍ରାକ୍ସନ ର ବଡ କୋଉଟା ସାନ କୋଉଟା। ସେ ପଚାରିଥିବ ଧର ସ୍ମଲେଷ୍ଟ ନମ୍ବର। ତାହେଲେ ଆମେ କାଢିବା କେମିତି? ଏଇ ଯୋଉ ପ୍ରୋସେସ, ତିନୋଟି ପ୍ରୋସେସରେ ଆମେ କାଢିପାରିବା। ଏକ ତ ଡିଭିଜନ ମେଥଡ, ଦୁଇରେ କ୍ରସ୍ ମେଥଡ, ତିନିରେ ଡିଫରେନ୍ସ ମେଥଡ। ପ୍ରଥମ ଦେଖିବା ଡିଭିଜନ ମେଥଡ। ଡିଭିଜନ ମାନେ ହରଣ। ଡାଇରେକ୍ଟଲି ଆମେ 1 କୁ 2 ଦ୍ୱାରା ହରଣ କରିବା। 2 ଶୂନ 0 1 ଦଶମିକ ପଡିଲା, ଏଠି ରହିଲା 0। ତାହେଲେ 2 5 10, ତାହେଲେ କଟିଗଲା। ଆମ ଭଲ କେତେ ପାଇଲେ? 1/2 0.5। ବୁଝିପାରିଲେ? ତାପରେ ଆମର 1/3, ତାପରେ 1 କୁ ଆମେ 3 ରେ ହରଣ କରିବା। 3 ଶୂନ 0 1 ଦଶମିକ ପଡିଲା 0, 3 3 9 1 ଦଶମିକ ପଡିଛି 0, ପୁଣି 3 3 9 ପୁଣି 1 ଦଶମିକ ପଡିଛି ଏଠି 0। ତାମାନେ ଏଭଳିଆ 3 3 3 3 ଚାଲିବ। ତାହେଲେ ଆମେ 1/3 ର ଭ୍ୟାଲୁ କେତେ ପାଇଲେ? 0.333। ସେ ଯଦି ସ୍ମଲେଷ୍ଟ ନମ୍ବର ପଚାରିଥିବ ତାହେଲେ 1/3 ହବ, ଏବଂ ଯଦି ଗ୍ରେଟେଷ୍ଟ ନମ୍ବର ପଚାରିଥିବ 1/2 ହବ। ବୁଝିପାରିଲେ? ଏଇଟା ଗଲା ଡିଭିଜନ ମେଥଡ। ପୁଣି ଦେଖିବା ଆମେ କଣ କ୍ରସ୍ ମେଥଡ। କ୍ରସ୍ ମେଥଡ ଦେଖିବା 1/2 1/3। କ୍ରସ୍ ମେଥଡରେ କଣ କରାଯାଏ? এই 1 କୁ 3 ରେ ଗୁଣନ କରାଯାଏ ଏବଂ 2 କୁ 1 ରେ ଗୁଣନ କରାଯାଏ। ଏହାର ଭ୍ୟାଲୁ ଏଇ ଯୋଉ 1 ରେ 3 ଗୁଣନ କଲେ ତାର ଭ୍ୟାଲୁ ଏହାର ଭ୍ୟାଲୁ, ବୁଝିଲେ? ତେଣୁ 1 3 3, ଆଉ 1 ସହିତ 2 ଗୁଣନ କଲେ ତାର ଭ୍ୟାଲୁ 2। ତାମାନେ 1/3 ର ଭ୍ୟାଲୁ ବୋଲି ମାନାଯାଏ। ଆଉ ଏ 3 କୁ 1/2 ର ଭ୍ୟାଲୁ ବୋଲି ମାନି ନିଆଯାଏ। ତାହେଲେ ଏଇଠି ଆମେ ଯୋଉ ସଂଖ୍ୟା ତଳେ ବଡ ପାଇଲେ ସେଇ ସଂଖ୍ୟାଟା ହିଁ ବଡ, ଆଉ ଯୋଉ ସଂଖ୍ୟାଟା ସାନ ପାଇଲେ ଏଟା 3 ଏଟା 2 ଏଟା ସାନ ଏଟା ବଡ, ତେଣୁ ଏଇ ସଂଖ୍ୟାଟା ସାନ ବୋଲି ମାନି ନିଆଯାଏ ଏଇ କ୍ରସ୍ ମେଥଡରେ। କ୍ରସ୍ ମେଥଡ ଟା ହିଁ ବହୁତ ସାରା ଆମେ କ୍ୱେଶ୍ଚନ କରିବା, ତେଣୁ ସବୁଠୁ ଭଲ ଡିଭିଜନ ମେଥଡ ଏବଂ କ୍ରସ୍ ମେଥଡ। ଡିଫରେନ୍ସ ମେଥଡରେ ଟିକେ ପ୍ରୋବ୍ଲେମ ହୁଏ, ସେ ବୁଝିଗଲେ ସବୁ ଠିକ ଅଛି, କିଛି ପ୍ରୋବ୍ଲେମ ନାହିଁ। ଆସନ୍ତୁ ଦେଖିବା ବର୍ତ୍ତମାନ କଣ ନା ଡିଫରେନ୍ସ ମେଥଡ। ମନେ କରାଯାଉ 1/2 ଏବଂ 1/3। ତାହେଲେ ଏଇ ଦିଟା ସଂଖ୍ୟାର ଡିଫରେନ୍ସ କେତେ? ଏଠି 1, ଏଇ ଦିଟା ସଂଖ୍ୟାର ଡିଫରେନ୍ସ 2। ତାହେଲେ ଏଠି ମନେ ରଖିବେ ଯୋଉ ସଂଖ୍ୟା ଦିଟାର ଲବ ଆଉ ହରର ଡିଫରେନ୍ସ କମ୍ ସେଇ ସଂଖ୍ୟାଟା ବଡ ସଂଖ୍ୟା, ଏବଂ ଯୋଉ ସଂଖ୍ୟାର ଲବ ହର ମଧ୍ୟରେ ଡିଫରେନ୍ସ ଅଧିକା ସେଇ ସଂଖ୍ୟାଟା ସାନ ସଂଖ୍ୟା। ବୁଝିପାରିଲେ? ଏଟା ମନେ ରଖିବେ। ତେଣୁ ଆସନ୍ତୁ କ୍ୱେଶ୍ଚନ ଆରମ୍ଭ କରିବା।
ଦେଖନ୍ତୁ ପ୍ରଥମ କ୍ୱେଶ୍ଚନ କଣ କହିଛି, ଫାଇଣ୍ଡ ସ୍ମଲେଷ୍ଟ ନମ୍ବର ଫ୍ରମ ଦ ଫଲୋଇଂ। 3 ବିଭକ୍ତ 4, 4 ବିଭକ୍ତ 6, 2 ବିଭକ୍ତ 3, 3 ବିଭକ୍ତ 5। ଏଥିମଧ୍ୟରୁ ସ୍ମଲେଷ୍ଟ ନମ୍ବର ପଚାରିଛି। ତାହେଲେ ସବୁଠୁ ସୁବିଧା କଣ? ଆମ ଡିଭିଜନ ମେଥଡ। ତାହେଲେ 3 ବିଭକ୍ତ 4 କେତେ ଆସିବ? 3 କୁ ଆମେ 4 ହରଣ କରିଦେବା। 0, 3, ଦଶମିକ ପଡିଲା 30, 4 ସପ୍ତା 28, 2 0, 4 5 20, ଆସିଲା 0.75। ଆଉ 4/6 କେତେ ଆସିବ? ନା 4 କୁ ଆମେ 6 ରେ ହରଣ କରିବା। 6 0 0, 4 ଦଶମିକ ପଡିଲା 0, ତାହେଲେ 6 5 30, 636, 636 4 ପୁଣି 0 ପୁଣି 636 ପୁଣି 4, ଏଇଭଳିଆ ତାହେଲେ ଚାଲିବ 6 6। ତାପରେ ଆଉ ଗୋଟେ କିଏ ହେଲା 2 ବିଭକ୍ତ 3, ତାହେଲେ 2 କୁ ଆମେ 3 ହରଣ କରିବା। 0 0 2 ଦଶମିକ ପଡିଲା 0, 318, 2 ପୁଣି 0 318, ଏଇଭଳିଆ ପୁଣି 2 ରହିଲା। ଏଇଭଳିଆ 6 6 6 ଚାଲିବ। ତାପରେ ଲାଷ୍ଟ କୁ କେତେ ରହିଲା? 3 ବିଭକ୍ତ 5, 3 କୁ ଆମେ 5 ରେ ହରଣ କରିବା। 5 0 0, ये 3 ଦଶମିକ ପଡିଲା 0 30, 530, ତାହେଲେ ये 60 ଆସିବ। ତାହେଲେ ଆମର କେତେ ପାଇଲେ? ये ପାଇଲେ 75, ये 66, ये 66, ये 60। ସବୁଠୁ ସାନ କିଏ ପାଇଲେ? ତାହେଲେ এই ସଂଖ୍ୟାଟା 0.60। ତାହେଲେ 3 ବିଭକ୍ତ 5 ସବୁଠୁ ସାନ। ବୁଝିପାରିଲେ? ସେ ସ୍ମଲେଷ୍ଟ ନମ୍ବର ପଚାରିଛି ନା। ତାହେଲେ ଠିକ ଅଛି, 3 ବିଭକ୍ତ 5 ସବୁଠୁ ସାନ ସଂଖ୍ୟା। ତେଣୁ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 2। କ୍ୱେଶ୍ଚନ ନମ୍ବର 2 କଣ କହିଛି? ଫାଇଣ୍ଡ ସ୍ମଲେଷ୍ଟ ନମ୍ବର ଫ୍ରମ ଦ ଫଲୋଇଂ। ଏଠି ବି ସ୍ମଲେଷ୍ଟ ନମ୍ବର ପଚାରିଛି। ତେଣୁ ଏଇଟାକୁ ଆମେ କଣ କରିବା? କ୍ରସ୍ ମେଥଡ ପକେଇଦବା। ହରଣ କଲେ ବହୁତ ବଡ ବଡ ସଂଖ୍ୟା ଗୁଡା ଅଛି ନା, ହରଣ କରିବା ପାଇଁ ପ୍ରୋବ୍ଲେମ ହବ। ତେଣୁ କ୍ରସ୍ ମେଥଡ କେମିତି କରାଯାଏ? 6 ବିଭକ୍ତ 35, ଇଏ ହେଲା 13 ବିଭକ୍ତ 69। ତାହେଲେ 6 କୁ 69 ଗୁଣ କରିବା, 35 ରେ 13 ଗୁଣ କରିବା। ତାହେଲେ 6 ନୂଆ 54 ରୁ 4 ହେଲା 5, 636, 36 4 40, 41। ତାହେଲେ କେତେ ହେଲା? 414। ପୁଣି 13 କୁ 35 ରେ 13 5 65, 6 3 39, 40 5 45, 455। ତେଣୁ ବଡ ସଂଖ୍ୟା କୋଉଟା? ଏଟା ବଡ ହେଲା ମାନେ ଏଇ ସଂଖ୍ୟାଟା ବଡ ସଂଖ୍ୟା, ଏଟା ସାନ ହେଲା ମାନେ ଏଇ ସଂଖ୍ୟାଟା ସାନ। 6/35 ସାନ। ତାହେଲେ ଆମର ସ୍ମଲେଷ୍ଟ ପଚାରିଛି, ତେଣୁ ବଡଟା ଆମର ଦରକାର ନାହିଁ। ତେଣୁ ସ୍ମଲେଷ୍ଟ ନମ୍ବରଟା ନବା 6/35। ପୁଣି ଏହା ସହିତ ମାନେ କ୍ରସ୍ ମେଥଡ ଆପ୍ଲାଏ କରିବା। ତାହେଲେ 19, ଇଏ 98, ଇଏ ପୁଣି କେତେ ହବ? 6 48 ରୁ 8, 4 6 9 54, 55 56 57 58, 6 9 54, 55 56 57 58, 5 8।
ତାହେଲେ 6 ଅଷ୍ଟା 48 8 4 6 9 54 54 4 58 ଠିକ ଅଛି। 19 ପଞ୍ଚା 35 19 9 ପଞ୍ଚା 45 ରୁ 5 4 4 3 9 3 27 28 29 30 31 31 1 5 5 3 ତାହେଲେ 5 କୁ 5 5 1 6 3 6 6 6 5 ତାହେଲେ ଏଇଠି ବି ଦେଖନ୍ତୁ এই ସଂଖ୍ୟାଟା ବଡ ବାହାରିଲା ତେଣୁ ଏଇଟା ସାନ ଆମର ବଡ ଦରକାର ନାହିଁ ସାନ ହିଁ ଦରକାର। ପୁଣି କମ୍ପେୟାର କରିବା 6 ବିଭକ୍ତ 35 କୁ 21 ବିଭକ୍ତ 13। ଆପଣମାନେ ଥରେ ପ୍ରୋସେସ ଜାଣିଗଲା ପରେ এই ସବୁ କାଲକୁଲେସନ ବହୁତ ଜଲ୍ଦି ହେଇପାରିବ। ତେଣୁ ଆପଣମାନେ ପ୍ରୋସେସଟା ବୁଝନ୍ତୁ। ଏଠି 6 3 18 ରୁ 8 1 6 1 7 6 6 ତାପରେ ଏଇଟା କେତେ ହବ 35 21 1 5 5 3 3 2 5 10 ରୁ 0 1 3 6 1 7 7 5 3 7 7 3 5 এই সংখ্ୟାଟା ପୁଣି ବଡ ବାହାରିଲା ତାହେଲେ ସବୁଠାରୁ ସାନ କିଏ 6 ବିଭକ୍ତ 35 ବୁଝିପାରିଲେ। ମୁଁ କିନ୍ତୁ ମୋଟାମୋଟି କଥା ମୁଁ କହିଦଉଛି ଏଇଟା ଆମେ ସବୁ ଗୁଡାକ ଗୁଣନ କଲେ ଏଇଠି କିନ୍ତୁ ସାମାନ୍ୟ ଜିନିଷ ଗୁଡା ଦେଖନ୍ତୁ ଏଟା 6 ଏଟା 69 ତାମାନେ 70 ସହିତ ମୋଟାମୋଟି ଏବଂ 70 ନବା 6 42 ହେଲା କି ନାଇଁ 69 70 6 42 ମାନେ 42 ଫାଷ୍ଟ ଆମର 4200 ସମଥିଙ୍ଗ ଆସିବ ମାନେ 42 ସମଥିଙ୍ଗ ଆସିବ ମାନେ 400 କେତେ ଆସିବ 40 42 42 ଆସିଛି ଏଠି 13 3 ଏଟା ମୋଟାମୋଟି 13 3 40 ତାହେଲେ ଏଇ ସଂଖ୍ୟାଟା ବଡ ନିଶ୍ଚିତ ହବ। ଏଠି ଦେଖନ୍ତୁ 6 ରେ 98 ଗୁଣ ମାନେ 100 ନାଇଁ କି 6 ରେ 98 ମାନେ 100 ମୋଟାମୋଟି 100 ଧରାଯାଉ ତାହେଲେ 600 ଆସିବ ଏଠି 20 ଧରାଯାଉ 20 3 60 ପୁଣି 35 ହେଲା କି ତେଣୁ ଏଇ ସଂଖ୍ୟାଟା ନିଶ୍ଚିତ ବଡ ହବ ବୁଝିଲେ ଏଠି 6 ରେ 100 ଗୁଣ କଲେ 600 ଏଠି 20 ଧର 20 ଏଠି 30 ଏ କେବଳ 20 ରେ 30 ହେଇପାରୁଛି ପୁଣି 20 ରେ 30 ଗୁଣ କଲେ 600 ହେଇପାରୁଛି କିନ୍ତୁ 20 ରେ ପୁଣି 5 ଅଛି ତେଣୁ ଏଇ ସଂଖ୍ୟାଟା ନିଶ୍ଚିତ ଭାବେ ବଡ ହବ ବୁଝିପାରିଲେ। ତାପରେ ଏଠି ସେମିତି 6 ବାଇ 35 21 ବିଭକ୍ତ 13 21 ବିଭକ୍ତ 113 ତାମାନେ 113 100 600 ପାଖାପାଖି ଆସିବ 6 ଏଇଟା ସହଜ 6 7 8 ଏଠି ଆସିବ କିନ୍ତୁ 20 30 60 ପୁଣି 5 ଅଛି ନିଶ୍ଚିତ ଏଇ ସଂଖ୍ୟାଟା ବଡ ତେଣୁ ଆମେ ପାଇଲେ ସବୁଠୁ ସାନ ସଂଖ୍ୟା କିଏ ଏଇଟା ଥରେ ପ୍ରୋସେସଟା ଆପଣ ମାନେ ଜାଣିଗଲେ ବହୁତ ଜଲ୍ଦି କାଲକୁଲେସନ କରିପାରିବେ। ତେଣୁ ଆସନ୍ତୁ କ୍ୱେଶ୍ଚନ ନମ୍ବର 3 କୁ ଯିବା ତାହେଲେ ଏଠି କହିଛି ଫାଇଣ୍ଡ ସ୍ମଲେଷ୍ଟ ନମ୍ବର ଫ୍ରମ ଦ ଫଲୋଇଂ এই ସଂଖ୍ୟା ଭିତରୁ ସ୍ମଲେଷ୍ଟ ନମ୍ବର ବାହାର କର ତାହେଲେ ଏଇଟା ପୁଣି ସେଇ ପ୍ରୋସେସ ତାହେଲେ ଦେଖନ୍ତୁ ଏଟା ଦେଇଛି 20 ବିଭକ୍ତ 500 ଏଇଟାକୁ ମୁଁ କାଟି ପାରିବା କି ନାହିଁ ଶୂନ କଟିଯିବ 2 ରେ 25 ତାହେଲେ କେତେ ପାଇଲେ 1 ବିଭକ୍ତ 25 ଆଉ ଗୋଟେ 15 ବିଭକ୍ତ 408 এটা কাটি পারিবা 3 রে 3 পঞ্চা 15 3 কে 3 3 3 9 পুଣି 18 318 5 ବିଭକ୍ତ 136 ତାପରେ ଏଟା 18 ବିଭକ୍ତ 4 8 4 8 8 16
ତାହେଲେ 2 ରେ କାଟିଦବା। 2 9 18, 2 ଦୁଣେ 4, 2 ଚ 8, 2 ଦୁଣେ 4, ତାହେଲେ 9 3 27, 9 ଦୁଣେ 18, 64 କଟିବନି। ଥାଉ। 9 ବିଭକ୍ତ 2 4 2, ତାପରେ ଆଉ ଗୋଟେ 18 ବିଭକ୍ତ 36 60, ଏଟା 9 ଦୁଣେ 18, 9 ଚ 36 ଶୂନ, 2 ରେ 20, 1 ବିଭକ୍ତ 20। ଏଇଟା ଦେଖନ୍ତୁ ଆମେ କ୍ରସ୍ ମେଥଡ ଆପ୍ଲାଏ କରିବା। ପ୍ରଥମତଃ 1 ବିଭକ୍ତ 25, ତାପରେ 5 ବିଭକ୍ତ 136, এইটা ଏଠି କଣ ହବ? ତାହେଲେ 136 ହବ। ଆଉ ଏଠି 25 ପଞ୍ଚା 125 ଦେଖାଯାଉଛି। ତାହେଲେ ବଡ କୋଉଟା? এইଟା ହବ ବଡ ସଂଖ୍ୟା। ପଚାରିଛି କଣ? ସ୍ମଲେଷ୍ଟ ନମ୍ବର। ତେଣୁ ଆମେ ବଡଟା ନବା ନାହିଁ, ସାନ ସଂଖ୍ୟାଟା ହିଁ ନବା। ତାହେଲେ 5 ବିଭକ୍ତ 136 କାହା ସହିତ କମ୍ପେୟାର କରିବା? ଏଇ 9 ବିଭକ୍ତ 242, 9 ବିଭକ୍ତ 242, ଏଠି 100 ର 9 ଗୁଣା, 9 କେ 9 ମୋଟାମୋଟି 900 ସମଥିଙ୍ଗ ଆସିବ। ଏଇଟା କିନ୍ତୁ ଅଧିକ ଆସିବ। 5 ଦୁଣେ 10 ରୁ 0 ରଖିନେଲା 1, 5 20, 1 21 ରୁ 1 2, 10 2 12, 954 ରୁ 4 5, 29 27, 30 2 32, 3 9 9 3 12, ତାହେଲେ এটা আসলা কেতে 1224। তাহলে এই সংখ্যাটা বড়, আমার দরকার কম সান, তাহলে এটা নবা নাই, এইটা নবা পড়ে। 5 বিভক্ত 136 পুଣି 1 বিভক্ত 20, তাহলে এটা 20 ପଞ୍ଚା 100 ଆସିବ, ଇଏ ଆସିଲା 136। ତାହେଲେ এইটা ବଡ ବାହାରିଲା, এইটা ସାନ। ତାହେଲେ ଆମେ ପାଇଲେ କେତେ? 5 ବିଭକ୍ତ 36 ମାନେ 15 ବିଭକ୍ତ 408, ତାହେଲେ এটা ପାଇଲେ 15 ବିଭକ୍ତ 408 ସବୁଠାରୁ ସାନ ସଂଖ୍ୟା। ବୁଝିପାରିଲେ? ଆସନ୍ତୁ ଦେଖିବା 4 ନମ୍ବର। Find greatest number from the following. ଏଇଥିରୁ ତାହେଲେ ସେ କହିଛି greatest number find କର। ତାହେଲେ ଆସନ୍ତୁ ସେଇଭଳିଆ କ୍ରସ୍ ମେଥଡ ଆପ୍ଲାଏ କରିବା। କାହିଁକି ନା ଏଗୁଡାକ ଡିଭିଜନ ପାଇଁ ପ୍ରୋବ୍ଲେମ ହବ, ସେଇଥିପାଇଁ ଆମେ କ୍ରସ୍ ମେଥଡଟା ସହଜ ହେଇପାରିବ। ତେଣୁ ତିନୋଟି ଯାକ ମେଥଡ ମାନେ ଜାଣିଥିବା ଦରକାର, ନହେଲେ ପରୀକ୍ଷା ହଲରେ ବସିକି ଗୁଣନ କରୁଥିବ ହରଣ କରୁଥିବ। ବୁଝିପାରିଲ? ତେଣୁ ଆସନ୍ତୁ 38 ବିଭକ୍ତ 71, 50 ବିଭକ୍ତ 81। ତାହେଲେ ଦେଖନ୍ତୁ 38 କୁ 81, 1 8 8, 1 3 3, 8 64 4, 6 8 3 24, 6 30, 8 7 0 3, ये ହେଲା ତାହେଲେ 3 0 7 8, ତାପରେ ଇଏ କେତେ ଆସିବ? 5 କେ 5, 5 7 35, ଗୋଟେ 0, ତାହେଲେ ବଡ କୋଉଟା? এইটা। ଆମର କିନ୍ତୁ ଦରକାର, ତାହେଲେ এইটা ହିଁ ନବ ଆମେ। ତାହେଲେ 50 ବିଭକ୍ତ 81, ପୁଣି କାହା ସହିତ କମ୍ପେୟାର କରିବା? ଏହା ସହିତ କମ୍ପେୟାର କରିବା। 4987, ତାହେଲେ এইଟା ଦେଖନ୍ତୁ 5 7 35 ରୁ 5 3, 5 7 40 3 43, ଗୋଟେ 0, ତାପରେ 49 ରେ 81,
9 4 9 72 2 7 8 32 39 9 6 9 3 9 6 9 3 9 আসলে তাহলে এটা বড় আমার এটা সান সান সংখ্যা দরকার নাই আমি বড় সংখ্যাটা ହିଁ নেওয়া তাহলে 50 বিভক্ত 81 କମ୍ପେୟାର କରିବା 63 117 এটা କେତେ ଆସିବ 5 7 35 ରୁ 5 3 5 के 5 3 8 5 के 5 এটা କେତେ ଆସିବ 63 81 3 6 24 ରୁ 4 2 48 50 ତାହେଲେ 3 0 1 5 এটা ଶୂନ ଅଛି 5 1 0 3 5 8 5 0 ତାହେଲେ এইটা ହିଁ ବଡ ତାହେଲେ ଆମେ କଣ କହିଲେ ସବୁଠୁ ବଡ ସଂଖ୍ୟା କୋଉଟା 50 ମୁକ୍ତ 81 ବୁଝିପାରିଲେ ତାହେଲେ ଆସନ୍ତୁ ଦେଖିବା ନେକ୍ସଟ क्वेश्चन नंबर 5 से କହିଛି କଣ arrange ascending order ତାମାନେ ଏଇ ସଂଖ୍ୟା ଗୁଡ଼ିକୁ ascending order ଅପସନ ଦେଇଛି ତାର ବାଛିବା ତାହେଲେ ପ୍ରଥମ ଦେଖନ୍ତୁ ଏଇଠି ଡିଫରେନ୍ସ ମେଥଡ ଟା କାମ କରିବ ଦେଖନ୍ତୁ 3 ବିଭକ୍ତ 10 ଦେଇଛି ମୁଁ କହିଦଉଛି ପ୍ରଥମ ଏଟା 0.3 ଆସିବ ତାପରେ 5 ବିଭକ୍ତ 6 এটা କେତେ ଆସିବ ଯଦି 5 କୁ ହରଣ କରାଯାଏ 6 ରେ 6 0 0 5 ଦଶମିକ ଏଠି 50 6 ଅଷ୍ଟା 48 2 0 36 18 ମାନେ 83 ସମଥିଙ୍ଗ ଆସିବ ତାପରେ ଆସିଲା 7 7 ବିଭକ୍ତ 8 0 7 ଦଶମିକ 70 ଅଷ୍ଟା 64 6 0 8 ସତା 56 4 ତାହେଲେ 87 ତାପରେ ହେଲା କଣ 11 ବିଭକ୍ତ 12 ଦଶମିକ 0 ଦଶମିକ 110 12 ନୂଆ 108 2 0 12 के 12.91 ତାହେଲେ ସବୁଠୁ ବଡ କିଏ ଆସିଲା 11 ବିଭକ୍ତ 12 ତାପରେ 83 87 ତାହେଲେ 7 ବିଭକ୍ତ 8 ତାପରେ 5 ବିଭକ୍ତ 6 ତାପରେ ଆସିଲା 3 ବିଭକ୍ତ 10 ଏଇଠି ଦେଖନ୍ତୁ ଆମ ଡିଫରେନ୍ସ ମେଥଡ ହେଇଥିଲେ ମୁଁ କଣ କହିଛି ଯୋଉ ସଂଖ୍ୟାର ଡିଫରେନ୍ସ ସେମ୍ ଅଛି ଦେଖନ୍ତୁ ଏଠି 1 ଆଉ 11 11 12 ଡିଫରେନ୍ସ କେତେ 1 7 ଏବଂ 8 ର ଡିଫରେନ୍ସ 1 5 ଏବଂ 6 ର ଡିଫରେନ୍ସ 1 3 ଏବଂ 10 ର ଡିଫରେନ୍ସ 7 ଇଏ ତାହେଲେ ବହୁତ ସାନ ପ୍ରଥମତଃ ଏଇ ତିନିଟା ସଂଖ୍ୟା ଭିତରୁ ଆମେ ଦେଖିବା ଡିଫରେନ୍ସ ମେଥଡ ଯଦି ଆପ୍ଲାଏ କରାଯାଉଛି ତାହେଲେ ଡିଫରେନ୍ସ ସେମ୍ ଅଛି କିନ୍ତୁ ଯାହାର ହର ବଡ ସେଇ ସଂଖ୍ୟାଟା ହିଁ ବଡ ମୁଁ କହିଛି ପ୍ରଥମରେ ଇଣ୍ଟ୍ରୋଡକ୍ସନରେ ତାହେଲେ ପ୍ରଥମ ଏଇ ସଂଖ୍ୟାଟା ବଡ ଆସିବ ଆମ ଡିଫରେନ୍ସ ମେଥଡ ଆପ୍ଲାଏ କଲା ସାଙ୍ଗେ ସାଙ୍ଗେ ଆପଣ ମାନେ ଜାଣିପାରିଥାନ୍ତେ ଡିଫରେନ୍ସ ସେମ୍ ଅଛି ମାନେ এই তিনটা ভিতর যাହାର হর বড় সে ହିଁ বড় তার এটা বড় তারপরে এটা তারপরে এটা লাস্ট को এই 3 এবং 10 ର ଡିଫରେନ୍ସ ବହୁତ ଅଧିକା ଅଛି ତେଣୁ ଏଇଟା এই ସମସ୍ତଙ୍କଠୁ ସାନ ବୁଝିପାରିଲେ ତାମାନେ ଅପସନ ନମ୍ବର କେତେ ଆସିବ 3 ବିଭକ୍ତ 10 ଆମର ସବୁଠୁ ascending order ରେ କହିଛି ascending order 3 ବିଭକ୍ତ 10 ଆସିବ ତା 5 ବିଭକ୍ତ 6 7 ବିଭକ୍ତ 8 ତାହେଲେ ହବ ଏଇଟା ଅପସନ ନମ୍ବର B ଅଛି କରେକ୍ଟ ଆନ୍ସର
ତେଣୁକି क्वेश्चन नंबर 6 कौन कही फ्रैक्शन बिटवीन 2/5 एंड 4/9 माने 2/5 और 4/9 मध्य को फ्रैक्शन टा आसीबो एटा डायरेक्टली 2/5 तमे 2 को हम 5 रे हरण करदबा 0.2 20 पुणी 4 को हम 9 रे हरण करबा 0 को 0 4 10 36 पुणी 4 0 9 36 ताले 0.4 रु 0.4 ए भितर के आसीबो देखियो 3 को 7 रन करिवा एटा 0 0 0 3 10 में पड़ला 0 7 28 2 0 7 दुणे 14 6 ताले केते पाइले 0.42 एटा आसी गला एमाननको मध्यवर्ती संख्याटा तापर एमानको मझिरे आसला तापर एटा देखिबा 2 विभक्त 3 टा दशमिक पड़ला पर 20 318 6 पड़ुची एमाननको मध्यरे आसीबनी पुणी 4 विभक्त 5 0 4 ये दशमिक 40 5 40 ताले ए संख्या भी आसीबनी मानको मझिरे 1 विभक्त 2 ये तो 50 0.5 ये मानको मझिरे आसीबनी ताले कोडा ऑप्शन नंबर ए ही करेक्ट 0.42 ताले 0.40 ରୁ 0.44 मझिरे आछी एटा यार भ्यालु 0.42 तेनो ऑप्शन नंबर ए आसंत देखिबा क्वेश्चन नंबर 7 ताले क्वेश्चन नंबर 7 कोन कहिसी 1 विभक्त 3 4 विभक्त 7 2 विभक्त 5 एमाननको एसेंडिंग ऑर्डर रे माने सानरू बड ताले 1 विभक्त 3 ର भ्यालु केते 1 को हम 3 रे हरण करले केते 0.33 समथिंग पुणी 4 को हम यदि 7 रे हरण करबा शून 4 एटी दशमिक पड़ला 0 7 5 35 पुणी 5 तेणु 0 ताले 742 ताले 56.56 पुणी 2 विभक्त 5 केते आसीबो दशमिक 0 को 0 2 दशमिक 20 2 5 20 ताले 40 यसला 40 एटा 3356 ताले सबटो सानो के एटा आसला तापरे ए तापरे 4 विभक्त 7 ताले 1 विभक्त 3 कोठी अछि ऑप्शन रे एटा तापरे 2 विभक्त 5 4 विभक्त 7 ताले ऑप्शन नंबर सी होची करेक्ट आंसर ताले आसंत देखिबा 8 नंबर ये भी से बडा डिसेंडिंग ऑर्डर माने बडरू सानो एटा देखिबा हमको सहज हबो डिफरेंस मेथड सहज हबो 4 विभक्त 5 7 विभक्त 8 6 विभक्त 7 5 विभक्त 6 एटी देखंतु डिफरेंस 1 ये भी 1 ये डिफरेंस 1 ये भी डिफरेंस 1 डिफरेंस मेथड रे कोन हुए जहार हर बड़ देखि दियंतु यार हर बड़ से संख्याटा ही बड़ ताले से कहछि डिसेंडिंग 7 विभक्त 8 बड़ तापर आसीबो 6 विभक्त 7 आसीबो तापर आसीबो 5 विभक्त 6 आसीबो तापर आसीबो 4 विभक्त 5 बुझि पाले ए ऑप्शन टा कोठी अछि
8 7 6 5 ऑप्शन नंबर बी होची करेक्ट आंसर बुझिपाले ना आसंत देखिबा नेक्स्ट क्वेश्चन नंबर 9 द प्रोडक्ट ऑफ टू फ्रैक्शंस इज 14/15 and their quotient is 35 विभक्त 24 द ग्रेटर फ्रैक्शन इज कौन मतलब से कहिछि x गोटे फ्रैक्शन y गोटे फ्रैक्शन सेमानकर गुणफल देछि 14 विभक्त 15 आ कोन कहिछि x विभक्त y ता माने सेमानकर कोसेंट हरफल ताने भागफल देछि 35 विभक्त 24 देन द ग्रेटर फ्रैक्शन ता माने एटा गोटे फ्रैक्शन ता माने x बड़ ना y बड़ माने बड़ संख्याटा जो बड़ संख्याटा x जदी बड़ x रो वैल्यू y जदी बड़ y रो वैल्यू एठी कोटा हबो बोली पचारछि तने आसन तो देखिबा एथरा x जदी एटा क्रॉस मल्टीप्लाई कर दबा एटा केते हबो 24x इक्वल टू 35y खाली x इक्वल टू 35y विभक्त 24 এই ভ্যালুটাকে আমরা ইনপুট করব x বদলে লিখিবা 35y 35y টাকে 35 ইনটু y বিভক্ত 24 লিখি দেবে যেহেতু এটি y আছে এটা থাও আউ থরে 14 বিভক্ত 15 তাহলে কোন করিবা এটা কেতে হইছো 35 গুণন y গুণন y 24 সেপট কো নেই যাবা কারণ আছে এটা কোন হবে গুণ নেই যাবা 14/15 গুণন 24 তাহলে এটি 5 3 না না 3 5 15 3 8 24 তাহলে এটা কেতে পাইলে 14টা 112 বিভক্ত 5 তাহলে y into y যদি এপট রইলা সেপট 35টা হরণ হয়ে যাব 112 বিভক্ত 5 হরণ 35 এটাকে আমরা এমতি লিখি পারিবা না 12 বিভক্ত 5 গুণন 1 বিভক্ত 35 বুঝি পারলে তাহলে 7 5 35 7 के 7 42 742 তাহলে উপরটা আসিলা 16 তলটা আসিলা 25 5 গুণা 25 তাহলে দেখছো y স্কয়ার এটা y স্কয়ার হলো কত পাইলে 16 বিভক্ত 25 তাহলে y র ভ্যালু কেতে 16 বিভক্ত 25 র বর্গমূল তাহলে 4 বিভক্ত 5 তাহলে y র ভ্যালু পাইলে 4 বিভক্ত 5 তাহলে আমি এটি পুট করে দেবা x র ভ্যালু বাড়ি যাব তাহলে প্রথম কইছি কোন x y টা হচ্ছে 14 বিভক্ত 15 তাহলে x গুণন এটা 4 বিভক্ত 5 y র ভ্যালু পকাইবা 14 বিভক্ত 15 তাহলে x ইকুয়াল টু 14 কিসে হবো গুণন হইছে উল্টে যাব 14 গুণন 5 বিভক্ত 14 গুণন 5 বিভক্ত 15 গুণন 4 এটি 5 3 15 ଆଉ 2 ଦୁणे 4 2 7 14 তাহলে এটি কেতে রইলা 7 এটি রইলা 2 7 রইলা 3 দুणे 6 তাহলে x র ভ্যালু কেতে পাইলে 7 বিভক্ত 6 তাহলে দুইটা ভ্যালু যদি পাইলে 7 বিভক্ত 6 এবং 4 বিভক্ত 5 এর ভিতর বড় সংখ্যাটা কেটা 4 আর 5 এটা তো 0.8 আসিব 8 0.8 আসিব কিন্তু এটি লব বড় আছে তাহলে তার ভ্যালু কেতে 1 পয়েন্ট সামথিং আসিব তাহলে কোটা বড় এই 7 বিভক্ত 6 তাহলে आंसर আসিব কোটা
অপশন নম্বর বি 7 বিভক্ত 6। তাহলে আসন্তু ଦେଖିବା 10 নম্বর। 10 নম্বর କଣ କହିଛି if 3/4 of the difference of 2 ପୂର୍ଣ୍ଣ 1 ବିଭକ୍ତ 4 and 1 ପୂର୍ଣ୍ଣ 2 ବିଭକ୍ତ 3 is subtracted from 2/3 of 3 ପୂର୍ଣ୍ଣ 1 ବିଭକ୍ତ 4 the result is। ସେ କହିଛି ଏଇ ଯୋଉ 2 ପୂର୍ଣ୍ଣ 1 ବିଭକ୍ତ 4 ଏବଂ 1 ପୂର୍ଣ୍ଣ 2 ବିଭକ୍ତ 3 ର ବିୟୋଗଫଳର ଏତିକି। କେମିତି ତାହେଲେ ଲେଖାଯିବ 2 ପୂର୍ଣ୍ଣ 1 ବିଭକ୍ତ 4 ର 4 ଏବଂ 1 ପୂର୍ଣ୍ଣ 2 ବିଭକ୍ତ 3 ର ବିୟୋଗଫଳର 3 ବିଭକ୍ତ 4 ଗୁଣ। ସେଟା କଣ ହବ ଯାହା ବି ବାହାରିବ ସେଇ ସଂଖ୍ୟାଟା subtract from ଏତିକି। ତାମାନେ 2 ବିଭକ୍ତ 3 ଗୁଣନ 3 ପୂର୍ଣ୍ଣ 1 ବିଭକ୍ତ 4 ଏହାର ଭ୍ୟାଲୁରୁ ମାଇନସ୍ କରାଯିବ ଏଇ ସଂଖ୍ୟାଟା। ବୁଝିପାରିଲେ? ତାହେଲେ ଦେଖିବା ପ୍ରଥମେ ବାହାର କରିବା 4 ଗୁଣା 8 କେ 9 9 ବିଭକ୍ତ 4 3 के 3 2 5 माइनस 5 विभक्त 3 गुणरे 3 विभक्त 4 ताले 4 4 और 3 को सौ केते 12 ताले 29 27 5 20 into 3/4 ताले ये केते आछी 7 विभक्त 12 गुणन 3 विभक्त 4 12 6 48 ये 7 3 21 ଏତିକି ପାଇଲେ ଏଟା ପୁଣି କଟିଯିବ ଆମର ଏଟା 3 ରେ 3 7 21 16 3 48 ତାପରେ ପାଇଲେ 7 ବିଭକ୍ତ 16 ବୁଝିପାରିଲେ এইটা ହେଲା ଏମାନଙ୍କର ବିୟୋଗଫଳ ପୁଣି ଏଇ ବିୟୋଗଫଳଟାକୁ ଆମେ ଏତିକିରୁ ମାଇନସ୍ କରିବା ତାହେଲେ এই ସଂଖ୍ୟାଟା କେତେ 2 ବିଭକ୍ତ 3 ଗୁଣନ 4 3 12 1 13 ବିଭକ୍ତ 4 ଏଥିରୁ ବିୟୋଗ କରିବା 7 ବିଭକ୍ତ 16 ତାହେଲେ 3 4 12 13 26 ମାଇନସ୍ 7 ବିଭକ୍ତ 16 ତାହେଲେ ଏଟା ପୁଣି କଟିଯିବ 13 4 ଦୁଣା 26 6 ଦୁଣା 12 13 ବିଭକ୍ତ 6 ମାଇନସ୍ 7 ବିଭକ୍ତ 16 ଏମାନଙ୍କର ସାଙ୍ଗେ କେତେ ଆସିବ 16 6 16 10 16 2 3 6 48 ତାହେଲେ 48 ହବ 6 48 10 104 ମାଇନସ୍ 21 ତାହେଲେ କେତେ ଆସିବ 83 ବିଭକ୍ତ 48 ଅପସନ ନମ୍ବର କୋଉଟା ଡି ଏଟା ହବ କରେକ୍ଟ आंसर ବୁଝିପାରିଲେ ଆସନ୍ତୁ ଦେଖିବା ଆକୁ 11 ନମ୍ବର क्वेश्चन 11 ନମ୍ବର क्वेश्चन କଣ କହିଛି by how much does 6 by 7 বিভক্ত 8 exceeded from 6 বিভক্ত 7 বিভক্ত 8 তা মানে সে কইছে এটা 6 বিভক্ত 7 বিভক্ত 8
ତମର ଏଇଟାକୁ ମୁଁ ଲେଖିପାରିବି 6 ର 7 ବିଭକ୍ତ 8। ଏଇଟାକୁ ମୁଁ କଣ କରିପାରିବି? 6 ଯଦି ଗୁଣନ କରିଦେବି 8 ବିଭକ୍ତ 7 ହେଇଯିବ। ତାର 6ଟା 48 ବିଭକ୍ତ 7। ଏଇଟା ଗୋଟେ ପାଇଲେ। ଏଇଟା କେତେ ଅଧିକା ଅଛି ୟା ପାଖରୁ। ତାହେଲେ ଏଇ ସଂଖ୍ୟାଟା ସିମ୍ପ୍ଲିଫାଇ କରିଦବା। 6 ବିଭକ୍ତ 7 ତାମାନେ ବିଭକ୍ତରେ 8। ଏଟାକୁ ମୁଁ 6 ବିଭକ୍ତ 7 ବିଭକ୍ତ 8 ଲେଖିପାରିବି। 56 ହେଲା 6। ତାହେଲେ ଏବେ ମାଇନସ୍ କରିବା କେତେ ଅଧିକା ଅଛି ଆକ୍ସିଡେଣ୍ଟ। ତାହେଲେ ଏଇ ସଂଖ୍ୟାଟା କେତେ ଅଧିକା ଅଛି ତାମାନେ ଏଇଟାରୁ ସେଇଟା ମାଇନସ୍ ହବ। ତାହେଲେ 48 ବିଭକ୍ତ 7 ମାଇନସ୍ 6 ବିଭକ୍ତ 56। 56 7 57 49 କଣ ହବ? 64 ରୁ 4 6 832 6 38। ତାହେଲେ 3 8 4 ମାଇନସ୍ 6। ତାହେଲେ ଏଇଟା କେତେ ହବ? 56 କୁ 56 14 ରୁ 6 ଗଲେ 8 6 6 7 3 3 7 8 2 କାଟିଦବା। 2 2 4 16 2 16 1 2 17 2 16 1 8 2 9 18। ତାହେଲେ 1 8 9 ତାକୁ କଣ କରିବା 28 ରେ। ଆଚ୍ଛା ଟିକେ 28 ତାହେଲେ 6 ପଡିବ 6 ପକେଇବା ଦେଖିବା 6 ଟା 48 ରୁ 8 4 6 ଦୁଣ 12 13 14 15 16 ତାହେଲେ 16 1 2 ତାହେଲେ କେତେ ହେଲା 6 ପୂର୍ଣ୍ଣ 21 ବିଭକ୍ତ 28। 6 ପୂର୍ଣ୍ଣ 21 ବିଭକ୍ତ 28 ଯୋଉ 7 21 7 28 6 ପୂର୍ଣ୍ଣ 3 ବିଭକ୍ତ 4 ଏଇଟା ହବ ତାହେଲେ ଆନ୍ସର। ତାହେଲେ ଅପସନ ନମ୍ବର B ହଉଛି କରେକ୍ଟ ଆନ୍ସର। ବୁଝିପାରିଲ? ତାପରେ ପୁଣି ଦେଖନ୍ତୁ ascending order। ଏଇଟାରେ ଗୋଟେ ଲଜିକ ଦେଖନ୍ତୁ। ଏଟା ଦେଖିଲେ ହିଁ ଜଣା ଯାଉଛି। 4 ବିଭକ୍ତ 3 ଏହାର ଭ୍ୟାଲୁ 1 ପଏଣ୍ଟ ସମଥିଙ୍ଗ ଆସିବ ନା କନଫର୍ମ। ଆଉ ଏଇ 2 ମାଇନସ୍ 2 ବିଭକ୍ତ 9 ଏବଂ ମାଇନସ୍ 7 ବିଭକ୍ତ 8 ଏମାନଙ୍କ ଭିତରେ ଦେଖନ୍ତୁ ବଡ ସଂଖ୍ୟା କୋଉଟା ଆମେ ଜାଣିଛେ। ମାଇନସ୍ ଟାକୁ ଭୁଲି ଯାଆନ୍ତୁ ଟିକେ କେବଳ 7 ବିଭକ୍ତ 8। ଏଇଟା ସବୁଠୁ ବଡ ସଂଖ୍ୟା କାହିଁକି ନା ଏଇ ଦିଟା ଭିତରୁ ଡିଫରେନ୍ସ କମ ଅଛି 1 ଅଛି। ଏଠି ଡିଫରେନ୍ସ ମାଇନସ୍ ଟାକୁ ଭୁଲି ଯାଆନ୍ତୁ ଡିଫରେନ୍ସ ଅଧିକା ଅଛି। ତାହେଲେ ବଡ ସଂଖ୍ୟା ଏଇଟା ସାନ ସଂଖ୍ୟା ଏଇଟା। କିନ୍ତୁ ଯଦି ମାଇନସ୍ ଲାଗିଲେ ବଡ ସଂଖ୍ୟାଟା ସାନ ସଂଖ୍ୟା ହେଇଯିବ ଏଇଟା ବଡ ସଂଖ୍ୟା ହେଇଯିବ ମାଇନସ୍ ଲାଗିଗଲା ପରେ ବୁଝିଲେ। ତାପରେ ଦେଖନ୍ତୁ ଏଇ 5 ବିଭକ୍ତ 12 ଇଏ କେତେ ଆସିବ ପଏଣ୍ଟରେ ଆସିବ 50 12 48 4 ପଏଣ୍ଟ ସମଥିଙ୍ଗ ଆସିବ 0.4 ସମଥିଙ୍ଗ 0.4 ତାପରେ ସମଥିଙ୍ଗ। ତାହେଲେ ଏଠି ଦେଖନ୍ତୁ ସବୁଠୁ ସାନ ଏଠି ମାଇନସ୍ ରେ ଅଛି ଏ ଦିଟା ଏ ଦିଟା ଧର ପ୍ଲସ ରେ ଅଛି ମାଇନସ୍ ସବୁଠୁ ସାନ କିଏ ମାଇନସ୍ 7 ବିଭକ୍ତ 8 ହବ ନିଶ୍ଚିତ ଭାବରେ। ତାପରେ ଆସିବ ଇଏ ମାଇନସ୍ ରେ ଅଛି 2 ବିଭକ୍ତ 9 ତାପରେ ଏଇ ଦିଟା ମଧ୍ୟରୁ କୋଉଟା ଆସିବ 5 ବିଭକ୍ତ 12 ନିଶ୍ଚିତ ଭାବରେ ଆସିବ। ଇଏ 0 ପଏଣ୍ଟ ଅଛି ଏଠି 1 ପଏଣ୍ଟ ଆସିବ ଆସିବ 4 ବିଭକ୍ତ 3 ascending order ହେଇଗଲା ସାନରୁ ବଡ।
-7 -2/9 -7/8 -2/5/12 ए करेक्ट आंसर बुझिପାରିଲ कि ଆଜିକା ପାଇଁ ଏତିକି ତାହେଲେ ଆମର ଫ୍ରାକ୍ସନ ଏତିକି ହିଁ ଥାଉ ନେକ୍ସଟ ଆମେ ଯେତେବେଳେ ମିକ୍ସ କ୍ୱେଶ୍ଚନ କରିବା ସେତେବେଳେ ଫ୍ରାକ୍ସନର କ୍ୱେଶ୍ଚନ ଆନ୍ସର ଆମେ କରିବା ତେଣୁ ଆଜିକା ପାଇଁ ଏତିକିରେ ଫ୍ରାକ୍ସନ କମ୍ପ୍ଲିଟ ହେଇଯାଉ ନେକ୍ସଟ କ୍ଲାସରେ ଆମେ ପଢିବା ବାର ଆପଣମାନେ ଜାଣିଥିବେ ଯେଉଁ 1 ବିଭକ୍ତ 3 ମୁଁ କହୁଥିଲି ତାର ଭ୍ୟାଲୁ କେତେ 0.3333 ତାମାନେ এটা 0.3 ର ଉପରେ ଯେଉଁ ଗାରଟା ପଡେ ଏଇଟା ହେଲା ବାର এই ବାର ଲେଟରର କ୍ୱେଶ୍ଚନ ଯେତେ ସବୁ ତାର ବେସିକ ନେକ୍ସଟ କ୍ଲାସରେ ଆମେ ପଢିବା ତେଣୁକି ଆଜିକା ପାଇଁ ବିଦାୟ ଦିଅନ୍ତୁ ପିଲାମାନେ ଯେଉଁ ପିଲାମାନେ ବି ଆମ ଚ୍ୟାନେଲ ସହିତ ଯୋଡି ହେଇ ଅଛନ୍ତି ଆମ ଭିଡିଓ ଦେଖୁଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ କାହିଁକି ନା ସେମାନଙ୍କର ବହୁମୂଲ୍ୟ ସମୟ ବାହାର କରି ଆମ ଭିଡିଓକୁ ଦେଖୁଛନ୍ତି ଏବଂ ସେମାନଙ୍କୁ ଅନୁରୋଧ ଯେ ସେମାନେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ ଏବଂ ଭଲ ଲାଗିଲେ ଲାଇକ୍ କରନ୍ତୁ ସାଙ୍ଗସାଥୀ ମାନଙ୍କୁ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଯାହା ଫଳରେ ଆମେ ନୂଆ ନୂଆ ଭିଡିଓ ଅପଲୋଡ କଲେ ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ ଜୟ ଜଗନ୍ନାଥ